ପ୍ରୀତିପୁର ନାମରେ ଗୋଟିଏ ଗ୍ରାମ ଥିଲା। ଗ୍ରାମଟି ସହରଠାରୁ ଖୁବ୍ ପାଖରେ ଥିଲା। ସେହି ପ୍ରୀତିପୁରରେ ଗୋଟିଏ ବଣିଆ ଘର ଥିଲା। ସେ ବଣିଆଟି ସାଧାରଣ ମଣିଷ ନଥିଲା। ଅମାପ ଧନର ଧନପତି ସେ। ଟଙ୍କା ଲଗାଣ ପୋତାଣରେ ଆଖପାଖ 50 ଖଣ୍ଡେ ଗ୍ରାମର ବଡ଼ ଧନୀ ଲୋକ। ଆଜିକାଲି ଯାହା ପାଖରେ ଧନ ଅଛି ତାକୁ ମନୁଷ୍ୟମାନେ କହନ୍ତି ସେ ହିଁ ବେଦଜ୍ଞାନୀ ଓ ମହାଜ୍ଞାନୀ। ତେଣୁ ବଣିଆର ଆଧିପତ୍ୟ ଥିଲା ସହରଠାରୁ ଗ୍ରାମ ଯାଏ। ସେହି ବଣିଆର ନାମ ରତ୍ନାକର। ଧନରତ୍ନରେ ଅଭାବ ନଥିଲା। ତାର ଗୋଟିଏ ପୁଅ ଥିଲା। ସେ ପୁଅଟି ବି ଦେଖିବାକୁ ଖୁବ୍ ସୁନ୍ଦର। ବଣିଆର ପୁଅ ହେଲେ କ'ଣ ହେବ, ସାକ୍ଷାତ ରାଜକୁମାର ପରି ତାର ଚେହେରା। ତାର ପୁଣି ରାଜା ପୁଅ ଆଉ ଜଗୁଆଳି ପୁଅ ସାଙ୍ଗରେ ବେଶି ସାଙ୍ଗ। ସବୁଦିନ ତିନି ସାଙ୍ଗ ମିଳାମିଶା ହୋଇ ଚଳନ୍ତି। ତିନି ଜଣଙ୍କର ଗୋଟିଏ କଥା ଓ ଗୋଟିଏ ମନ। କେହି କାହାକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ଏକା କେହି ରହିପାରନ୍ତି ନାହିଁ। ବଣିଆ ପୁଅ ଜଗୁଆଳି ପୁଅ ଆଉ ରାଜା ପୁଅ, ଜଗୁଆଳି ପୁଅ ଆଉ ରାଜା ପୁଅଙ୍କର ବିବାହର ହୋଇନଥାଏ। କେବଳ ବଣିଆ ପୁଅ ବିବାହ ହୋଇଥିଲା। ସେ ପୁଣି ଖୁବ୍ ସୁନ୍ଦରୀ ସ୍ତ୍ରୀଟିଏ ପାଇଥିଲା। ବଣିଆ ପୁଅ ବିବାହ ହୋଇଥିଲା ସିନା, ହେଲେ ତାର ସ୍ତ୍ରୀ ଯାଇ ତାର ବାପ ଘରେ ରହୁଥିଲା। ଦିନକର କଥା, ସାଙ୍ଗ ହୋଇ ତିନି ସାଙ୍ଗ ବସିଥାନ୍ତି। ବଣିଆ ପୁଅ କହିଲା, ଆଉ 2-3 ଦିନ ପରେ ମୁଁ ମୋ ଶ୍ୱଶୁର ଘରକୁ ଯିବା ଲାଗି ସ୍ଥିର କରିଛି। ମୋ ମତରେ ଆମେ ତିନି ସାଙ୍ଗ ଏକାଠି ହୋଇ ମୋ ଶ୍ୱଶୁର ଘରକୁ ଯିବା କ'ଣ ଭଲ ହୁଅନ୍ତା ନାହିଁ? ବଣିଆ ପୁଅଠାରୁ ଏକଥା ଶୁଣି ଅନ୍ୟ 2 ଜଣ ସାଙ୍ଗ କହିଲେ, ଭଲ ହେବ। ତୋ ଶ୍ୱଶୁର ଘରକୁ ଗଲେ ଖୁବ୍ ମଜା ବି ହେବ। ହେଲେ ଆମ ମତରେ ତୋ ଶ୍ୱଶୁର ଘରକୁ ଆମେ କାହିଁକି ତିନି ସାଙ୍ଗ ଏକାଠି ହୋଇଯିବା? ବରଂ ଆମେ ବାହାରେ ରହିବୁ, ତମେ ଶ୍ୱଶୁର ଘରକୁ ଯିବ। ଏକଥା ହେଲେ ସିନା ତୁମେ ସ୍ତ୍ରୀ ସାଙ୍ଗରେ ମଜା ମଜଲିସ୍ କରିପାରିବ କି ସମୟ କାଟିପାରିବ। ବଣିଆ ପୁଅ କହିଲା, ଏହା କଲେ ତ ମୋର ମନ ଦୁଃଖ ହେବ। ଅନ୍ୟ 2 ସାଙ୍ଗ କହିଲେ, ତମେ କହିଲ ଦେଖି, ଆମ 2 ଜଣଙ୍କର ଯେଉଁଥିରେ ଆନନ୍ଦ ହେବ ସେଥିରେ ତମର ଆନନ୍ଦ ନା ନାହିଁ? ବଣିଆ ପୁଅ କହିଲା, ଠିକ୍ ଅଛି, ଆମେ ଏଠାରେ ସାଙ୍ଗ ହୋଇ ଯିବା। ସହରରେ ପହିଲି ମୋତେ ଶ୍ୱଶୁର ଘର ପାଖରେ ପହଞ୍ଚାଇ ଦେଇ ତମେମାନେ ସହରରେ ଗୋଟିଏ ଘର ଭଡ଼ା ନେଇ ରହିବ, ଆଉ ସହରରେ ବୁଲି ଆନନ୍ଦ କରିବ। 3 ସାଙ୍ଗଙ୍କ ମଧ୍ୟରେ ଏମିତି କଥା ସରିଲା। ସମସ୍ତେ ନିଜ ନିଜର ଜିନିଷପତ୍ର ଧରି ସହର ଅଭିମୁଖେ ଯାତ୍ରା କଲେ। ସନ୍ଧ୍ୟା ହେବାକୁ ଆଉ ଅଳ୍ପ ସମୟ ଥାଏ। ସେମାନେ ଯାଇ ସେହି ସହରରେ ପହଞ୍ଚିଗଲେ। ଆଗରୁ ତ ସେମାନେ ସହରରେ ପହଞ୍ଚି ଯାହା କରିବା କଥା ଚିନ୍ତା କରିଥିଲେ, ସେମାନେ ସେଇଆ ହିଁ କଲେ। ବଣିଆ ପୁଅ ସେଇଠୁ ନିଜର ପୋଷାକ ପତ୍ର ଧରି ତାର ଶ୍ୱଶୁର ଘରକୁ ଚାଲିଗଲା। ସହରରେ ରହିଗଲେ ରାଜା ପୁଅ ଜଗୁଆଳି ପୁଅ। କିଛି ସମୟ ସହରରେ ବୁଲାବୁଲି କରି ସାରିବା ପରେ ରାଜା ପୁଅ କହିଲା, ଏବେ ତ ରାତି ହୋଇଯିବ, ଆମକୁ ତ ପୁଣି ରାତିରେ ରହିବା ଲାଗି ଘର ଦରକାର। ଚାଲ ଆଗ ଘର ଖଣ୍ଡିଏ ଯୋଗାଡ଼ କରିନେବା। ଏହାପରେ 2 ସାଙ୍ଗ ସହରର ଏକ ଗଳି ମଧ୍ୟରେ ପଶିଗଲେ। କିଛି ବାଟ ଯିବା ପରେ ସେ ଦେଖିଲେ ଗୋଟିଏ ଡାକଘର। ଡାକଘରକୁ ଲାଗି ଆଉ ଗୋଟିଏ ଘର ଚାବି ପଡ଼ିଥାଏ। ସେହି ଘରର ଅନ୍ୟ ଏକ ଘର ବଖରାରେ ଆଉ ଜଣେ ସ୍ତ୍ରୀ ଲୋକ ବସିଥାଏ। 2 ସାଙ୍ଗ ଭାବିଲେ, ଏହି ଘରଟି ଭଡ଼ାରେ ଯଦି ଆମେ ପାଇଯାଆନ୍ତେ ଆମକୁ ଭଲ ହୁଅନ୍ତା। ଏହା ଭାବୁ ଭାବୁ ସେହି ଘରର ମାଲିକ ସେମାନଙ୍କ ସହିତ ଭେଟ ହୋଇଗଲା। ଘରବାଲା ଏମାନଙ୍କୁ ଦେଖି ପଚାରିଲା, ତମେ ଦୁହେଁ ଏଠାରେ କାହାକୁ ଖୋଜୁଛ କି? ସାଙ୍ଗ ଦୁହେଁ କହିଲେ, ନା, ଆମେ ରହିବା ଲାଗି ଗୋଟିଏ ଭଡ଼ା ଘର ଖୋଜୁଛୁ। ଏହି ଘରଟିରେ ତାଲା ପଡ଼ିଛି ଦେଖି ଘରଟିକୁ ଭଡ଼ା ଆକାରରେ ନେବାକୁ ଇଚ୍ଛା କରୁଛୁ। ତେବେ ଏ ଘର କାହାକୁ ଭଡ଼ା ଦେବେ କି ନାହିଁ, ସେହି ଅପେକ୍ଷାରେ ଆମେ ଏଠାରେ ଅଛୁ। ଘରବାଲା କହିଲା, ଘରଟି ମୋର। ତମେ ଦୁହେଁ ଯଦି ଭଲ ଲୋକ ହୋଇଥିବ ତାହାହେଲେ ଏହି ଘର ତୁମକୁ ଭଡ଼ାରେ ଦେବି। 2 ସାଙ୍ଗ ଲୋକଟିର କଥା ଶୁଣି କହିଲେ, ଆମେ ସବୁବେଳେ ଭଲ। ଗଣ୍ଡଗୋଳ ବଦମାସି ଆମ ଦେହରେ ଯାଏନା। କାଦୁଅକୁ ଯିବାର ନାହିଁ କି ଗୋଡ଼ ଧୋଇବାର ନାହିଁ। ଆପଣଙ୍କର ଯେବେ ଆମ ପ୍ରତି ବିଶ୍ୱାସ ହେଉଛି ତାହାହେଲେ ଆମକୁ ଘର ଦେବେ। ଘରବାଲା 2 ସାଙ୍ଗକୁ ଭଦ୍ରଲୋକର ପୁଅ ବୋଲି ବିଶ୍ୱାସ କଲାରୁ ତାଙ୍କ ସହିତ ଘର ଭଡ଼ା ସ୍ଥିର କରି ଘରୁ ଚାବି ଆଣି ଦେଇଦେଲେ। 2 ସାଙ୍ଗ ଘରର ଚାବି ନେଇ ଘର ଖୋଲି ଭିତରେ ପ୍ରବେଶ କରିବା ବେଳକୁ ଜଗୁଆଳି ପୁଅର ଅଳ୍ପ ଦୂରରେ ଥିବା ଆଉ ଗୋଟିଏ ଘରର ପିଣ୍ଡା ଉପରେ ନଜର ପଡ଼ିଗଲା।
ସେହି ପିଣ୍ଡାରେ ଜଣେ ବୁଢ଼ୀ ଲୋକ ବସିଥିଲା। ଜଗୁଆଳି ପୁଅ ଦେଖିଲା ସେ ବୁଢ଼ୀଟି ଏମାନଙ୍କୁ ଚାହିଁ ଚାହିଁ କାନ୍ଦୁଛି। ବୁଢ଼ୀଟି କ'ଣ ପାଇଁ କାନ୍ଦିଲା? ମନରେ ଏପରି ସନ୍ଦେହ ହେବାରୁ ଜଗୁଆଳି ପୁଅ ଭାବିଲା, ଠିକ୍ ଅଛି, ରାଜା ପୁଅକୁ ନ ଜଣାଇ ପରେ ମୁଁ ସେହି ବୁଢ଼ୀ ପାଖକୁ ଯିବି, ଆଉ ପଚାରି ବୁଝିବି ସେ ଆମମାନଙ୍କୁ ଦେଖି କାହିଁକି କାନ୍ଦିଲା। ଏହାପରେ ଦୁହେଁ ଘରଟିକୁ ସଫାସୁତୁରା କରିଦେଲେ, ଖଟ ଉପରେ ବିଛଣା ପକାଇଦେଲେ। ତାପରେ ବସି ବସି ନାନା ପ୍ରକାରର କଥାରେ ମଜିଗଲେ। ଦୁଇ ସାଙ୍ଗଙ୍କର କଥାବାର୍ତ୍ତା ଚାଲିଛି। ଏହାରି ମଧ୍ୟରେ ରାଜା ପୁଅକୁ ତାଙ୍କ ଘରକୁ ଲାଗିଥିବା ଆର ଘରଟି ଉପରେ ନଜର ପଡ଼ିଗଲା। ସେ ଦେଖିଲେ ସେହି ଗୃହରେ ଜଣେ ଖୁବ୍ ସୁନ୍ଦର ସ୍ତ୍ରୀ ରହୁଛି। ରୂପ କହିଲେ ସ୍ୱର୍ଗର ରମ୍ଭା ଉର୍ବଶୀ ମଧ୍ୟ ଏହାର ସମସାମକ୍ଷ ହେବେ ନାହିଁ। ସେପରି ସୁନ୍ଦରୀ ସ୍ତ୍ରୀକୁ ଦେଖି ରାଜା ପୁଅର ମନ ତାରି ଉପରେ ଢଳିଲା। ଜଗୁଆଳି ପୁଅକୁ କହିଲା, ଦେଖ ସାଙ୍ଗ, ପାଖ ଘରେ ଜଣେ ସୁନ୍ଦରୀ ସ୍ତ୍ରୀ ଅଛି। ମୋର ତା ପ୍ରତି ମନ ବଳିଛି। ଦେଖିବା ଯଦି ତାର ମନ ଢଳିବ ତା ସହିତ ଆଜି ରାତିଟା ରହିବା। ଜଗୁଆଳି ପୁଅ କହିଲା, ଭଲ ହେଲା, ତୁ ତ ରଜା ପୁଅ, ଏମିତି ଅୟସ ତୋର ଦରକାର। ଚେଷ୍ଟା କର ତ ଦେଖିବା। ଏହାପରେ ରାଜା ପୁଅ ଧ୍ୟାନ ଲଗାଇଲା ସେହି ସୁନ୍ଦର ସ୍ତ୍ରୀ ଆଡ଼େ। ରାଜା ପୁଅଠାରୁ ଇଙ୍ଗିତ ପାଇ ସେ ସ୍ତ୍ରୀ ମଧ୍ୟ ରାଜି ହେବାରେ ଇଙ୍ଗିତ ହେଲା। ସେତେବେଳକୁ ସନ୍ଧ୍ୟା ପରର ରାତି। ରାଜା ପୁଅ ସୁଯୋଗ ଉଣ୍ଡି ସେହି ସୁନ୍ଦର ସ୍ତ୍ରୀ ପାଖକୁ ଚାଲିଗଲା। ଏଣେ ଜଗୁଆଳି ପୁଅର ମନ ଲାଗିଥାଏ, ଆମ ଦୁଇ ଜଣକୁ ଦେଖିବା ବେଳେ ବୁଢ଼ୀଟି କାନ୍ଦିଲା କାହିଁକି? ତାକୁ ଏବେ ଏହାର କାରଣ ତାଠାରୁ ଆଗେ ବୁଝି ନେବାକୁ ହେବ। ଜଗୁଆଳି ପୁଅ ଦେଖିଲା ରାଜା ପୁଅ ସୁନ୍ଦରୀ ସ୍ତ୍ରୀ ଘରେ। ଏବେ ସୁବିଧା ତ ହୋଇଗଲା। ତହୁଁ ସେ ବୁଢ଼ୀ ପାଖରେ ଯାଇ ପହଞ୍ଚିଗଲା। ବୁଢ଼ୀ ସେହିପରି ପିଣ୍ଡା ଉପରେ ବସିଥାଏ। ଦୁଇ ସାଙ୍ଗଙ୍କ ମଧ୍ୟରୁ ଯେତେବେଳେ ତା ପାଖରେ ଜଣକୁ ଦେଖିଲା ସେ ଆଉ କ୍ରୋଧ ସମ୍ଭାଳି ପାରିଲା ନାହିଁ। କାରଣ ସେ ଯାହା ଆଗରୁ ସନ୍ଦେହ କରୁଥିଲା ବର୍ତ୍ତମାନ ତାହା ହିଁ ହେଲା। ସତକୁ ସତ ୟାଙ୍କ ମଧ୍ୟରୁ ଜଣିଏ ସେ ସ୍ତ୍ରୀ ପାଖକୁ ଯାଇ ସାରିଲାଣି। ସତରେ କ'ଣ ସେ ଆଉ ଭଲରେ ଫେରିବ? ଆଜି ଯାଏ ତ ଯାହାକୁ ସେ ସୁନ୍ଦର ସ୍ତ୍ରୀ ପାଖକୁ ଯିବା ଦେଖେ ତାର ଫେରିବା ଦେଖିଲା ନାହିଁ। ଜିଅନ୍ତା ମଣିଷ ଯାଏ, ପୁଣି ମଲା ମଣିଷ ଫେରେ। ବୁଢ଼ୀକୁ ସେ କଥା ଦେଖି ଅନେକ ବାଧିଲା। ଦ୍ୱିତୀୟ ସାଙ୍ଗଟିକୁ ପାଖରେ ଦେଖିବାରୁ ତାର କ୍ରୋଧ ଅଧିକରୁ ଅଧିକ ହେଲାରୁ ସେ ଭୋ ଭୋ ହୋଇ କାନ୍ଦିଲା। ବୁଢ଼ୀ ପୁଣି କାନ୍ଦୁଛି। ଏହା ଦେଖି ଜଗୁଆଳି ପୁଅ ଯାଇ ତା ପାଖକୁ ଲାଗିଯାଇ ପଚାରିଲା, ଆଚ୍ଛା ମା, ତୁମକୁ ମୁଁ ଗୋଟିଏ କଥା ପଚାରିବି। ଆଚ୍ଛା କହିଲ ମା, ଆମକୁ ଦେଖିବା ମାତ୍ରେ ତୁମେ ସେତେବେଳେ କାନ୍ଦି ପକାଇଲ, ପୁଣି ପାଖରେ ମୋତେ ଏକା ଦେଖି ତୁମେ ଭୋ ଭୋ ହୋଇ କାନ୍ଦିଲ କାହିଁକି? ବୁଢ଼ୀ କହିଲା, ମୋର ବି ଗୋଟିଏ ଯୁବକ ପୁଅ। ମୋରି ଆଖି ଆଗରେ ସେ ଅଧା ବୟସରେ ମଲା। ମୁଁ ଯେତେବେଳେ ଏକଥା ଜାଣିଲି ସେହି ଦିନରୁ ସବୁବେଳେ ଏହି ପିଣ୍ଡାରେ ବସୁଛି। ଆଗ ଯେ ମୋ ପାଖକୁ ଆସୁଛି ତାକୁ ମୁଁ ପ୍ରଥମେ ସତର୍କ କରାଇ ଦେଇଥାଏ। ଯିଏ ମୋ କଥା ମାନେ ସେ ଏଠାରୁ ବଞ୍ଚିକି ଯାଏ, ଯିଏ ନ ମାନେ ତାର ମଲା ସଢ଼ା ମୁର୍ଦାର ଯାଏ ଏଠାରୁ। ବୁଢ଼ୀର ପାଟିରେ ବାଟୁଳି ବାଜୁନାହିଁ। ଏକାଥରକେ ଏତେ ଗୁଡ଼ାଏ କଥା ସେ କହିଗଲାଣି। ତାହାହେଲେ ଏଥିରେ ସତ ଘଟଣା କ'ଣ? ଜଗୁଆଳି ପୁଅ ବୁଢ଼ୀର କଥା ଅଟକାଇ ପଚାରିଲା, ମାଉସୀ, ମୁଁ ତୁମକୁ ଗୋଟିଏ କଥା ପଚାରିବି। ତମେ କଥା ଲୁଚାଇବ ନାହିଁ। ମୋତେ ସବୁକୁ ସତ କଥା କହିବ। ବୁଢ଼ୀ କହିଲା, କ'ଣ ଆଉ ପଚାରିବୁ କ'ଣ ପୁଅ? ପଚାରେ। ଜଗୁଆଳି ପୁଅ ଯାହା ମନ ମଧ୍ୟରେ ଭାବି ଭାବି ଯାଇଥିଲା ସେହି କଥା ପଚାରିଲା, ସତ କହିବ, ଆମେ ଆସିବା ବେଳେ ତମେ କାନ୍ଦିଲ, ଆଉ ମୁଁ ପୁଣି ତମ ପାଖକୁ ଆସିବା ବେଳେ ବି ତାଠାରୁ ଅଧିକ କାହିଁକି କାନ୍ଦିଲ? ବୁଢ଼ୀ କହିଲା, ତୋ କଥାରେ ଆଉ ଉତ୍ତର ଦେଇ ଲାଭ କ'ଣ? କଥା ତ ସରିଗଲାଣି। ଏବେ ଆଉ କଥାଟି କହିଦେଲେ ଲାଭ ତ କିଛି ହେବ ନାହିଁ। କିରେ, ଆଜି ରାତିକ ସିନା ତୋର ସାଙ୍ଗଟି ରାତ୍ରି ସାରା ମଜା କରିବ, ହେଲେ ସକାଳୁ ସେ ମୁର୍ଦାର ହୋଇ ସେ ଘରୁ ବାହାରିବ। ବୁଢ଼ୀ କଥା ଶୁଣି ଜଗୁଆଳି ପୁଅ ଆଶ୍ଚର୍ଯ୍ୟ ହୋଇଗଲା। ମୁଖରେ ତାର ଭୟର ଆଶଙ୍କା ଦେଖାଗଲା। ସେ ପୁଣି ବୁଢ଼ୀକୁ ପଚାରିଲା, କ'ଣ ହୋଇଛି? ତମେ ମୋତେ ସତ କରି କୁହ। ବୁଢ଼ୀ କହିଲା, ଏହି କଥା ପୁଅ ଆଗରୁ କହିଥିଲେ କେତେ ଭଲ ହୋଇଥାନ୍ତା। ଏବେ କହିଦେଲେ ତୁ କ'ଣ କରିବୁ? ହାତରୁ ତ ବାଡ଼ି ଖସିଗଲାଣି।
ଜଗୁଆଳି ପୁଅ କହିଲା, ତମେ ଏପରି କ'ଣ କହୁଛ? ତମ କଥାର ସଠିକ୍ କାରଣ ତ ମୁଁ ଜାଣିପାରୁନାହିଁ। କଥାଟାକୁ ଆଉ ଡେରି ନକରି ଖୋଲି କରି କୁହ, ମୋତେ ଜାଣିବାକୁ ହେବ। ବୁଢ଼ୀ କହିଲା, ଶୁଣ ତାହେଲେ, ତୋର ସାଙ୍ଗ ଯେଉଁ ସ୍ତ୍ରୀ ଲୋକ ପାଖରେ ଅଛି ସେ ଗୋଟିଏ ବେଶ୍ୟା। ରୂପରେ ସୁନ୍ଦରୀ ହୋଇଥିବାରୁ ତାର ଦୃଷ୍ଟି ଯାହା ଉପରେ ପଡ଼େ ସେ ନିଶ୍ଚୟ ତା ପାଖକୁ ଯାଏ, ଖୁବ୍ ଆନନ୍ଦ ମଉଜ କରେ। ରାତି ଅଧା ବେଳକୁ ସେ ଆଉ ଜୀବନରେ ନଥାଏ। ଜଗୁଆଳି ପୁଅ ପୁଣି ପଚାରିଲା, କାହିଁକି ମା? ବୁଢ଼ୀ କହିଲା, ସେ ବେଶ୍ୟାର ପେଟ ଭିତରେ ଗୋଟାଏ ନାଗ ସାପ ଅଛି। ଯେତେବେଳେ ପରପୁରୁଷମାନେ ଯାଇ ତା ସାଥିରେ ଲୀଳା କରନ୍ତି, ନାଗ ସାପଟି ସେତିକି ବେଳେ ବେଶ୍ୟାର ପେଟରୁ ବାହାରକୁ ବାହାରି ଆସି ଚକା କରି ବାରଣ୍ଡାରେ ଖେଳେ। ଏମିତି ଖେଳୁ ଖେଳୁ ସୁବିଧା ଉଣ୍ଡି ଯାଇ ସେହି ପୁରୁଷକୁ ଦଂଶନ କରେ। ସେପରି ନାଗ ଯାହାକୁ ଦଂଶନ କରେ ସେ ଆଉ ବଞ୍ଚିପାରେ ନା। ତୋର ସାଙ୍ଗ ବି ସେଇ ଅବସ୍ଥା ହେବ। ସମସ୍ତଙ୍କ ପରି ରାତିରେ ଆଜି ସେ ମଜା କରିବ। ସକାଳ ହେଲେ ମୁର୍ଦାର ହୋଇ ସେ ଘରୁ ପଦାକୁ ଆସିବ। ବୁଢ଼ୀଠାରୁ ଏକଥା ଶୁଣିବା ମାତ୍ରେ ଜଗୁଆଳି ପୁଅର ମନ ଅଥୟ ହେଲା। ସେ ଆଉ ବୁଢ଼ୀ ପାଖରେ ରହିବ କ'ଣ? ସଙ୍ଗେ ସଙ୍ଗେ ଘରକୁ ଯାଇ ତରବାରଟିଏ ଧରି ରାଜା ପୁଅ ବେଶ୍ୟାର ଅଜାଣରେ ବେଶ୍ୟାର ଘର ଭିତରେ ପଶିଯାଇ ଗୋପନରେ ଲୁଚିକରି ବସିଲା। ସତକୁ ସତ ବୁଢ଼ୀର କହିବା ସତ ଦେଖିଲା ଜଗୁଆଳି ପୁଅ। ସେ ଯେତେବେଳେ ସାପଟିକୁ ବେଶ୍ୟା ପେଟରୁ ବାହାରି ଆସି ମାଟି ଉପରେ ଖେଳିବାର ଦେଖିଲା, ଆଉ କାଳ ବିଳମ୍ବ ନକରି ସାପଟିକୁ ତରବାରରେ ହାଣି 3 ଖଣ୍ଡ କରିଦେଲା। ତାପରେ କଟା ସାପକୁ ଏକାଠି କରି ସାଙ୍ଗରେ ନେଇଥିବା ଜାଲଟିକୁ ତା ଉପରେ ଢାଙ୍କି ଦେଇ ପୁଣି ଧୀରେ ଧୀରେ ସେ ଘରୁ ବାହାରି ଆସିଲା। ଜଗୁଆଳି ପୁଅର ମନରୁ ମସ୍ତ ବଡ଼ ଚିନ୍ତା ଓହ୍ଲାଇଗଲା। ମନ ତାର ସ୍ଥିର ହେବାକୁ ଲାଗିଲା। ଏକା ଏକା ସେ ଘରେ ଶୋଇବ କ'ଣ? ଏଥର ଯାଉଛି ସହର ଆଡ଼େ ଟିକେ ସହର ଦେଖିବି। ଏଥୁଅନ୍ତେ ଜଗୁଆଳି ପୁଅ ସହର ବୁଲିବାକୁ ଚାଲିଲା। ତାର ଯିବା ବାଟରେ ସେ ଗୋଟିଏ ଅତି ସୁନ୍ଦରୀ ରୂପବତୀ ସ୍ତ୍ରୀକୁ ଦେଖିଲା। ସେ ଭାବିଲା କି ସତେ କ'ଣ ସ୍ୱର୍ଗରୁ କେହି ଅପୂର୍ବ ରୂପସୀ ଦେବକନ୍ୟା ମର୍ତ୍ତ୍ୟକୁ ବୁଲି ଆସିଛନ୍ତି। ସ୍ତ୍ରୀଟାର ବେଶଭୂଷା ଦେଖି ଜଗୁଆଳି ପୁଅର ମନ ବଦଳିଗଲା। ସେ କ'ଣ କଲା ନା ସେହି ସ୍ତ୍ରୀର ପଛେ ପଛେ ଚାଲିଲା। ସେ ସ୍ତ୍ରୀ ଯୁଆଡ଼େ ଗଲା ଜଗୁଆଳି ପୁଅ ମଧ୍ୟ ସେହି ଦିଗରେ ଗଲା। ଏମିତି କିଛି ସମୟ ଅତିବାହିତ ହେବା ମଧ୍ୟରେ ସ୍ତ୍ରୀଟି ସହରର ଶେଷ ଭାଗ ଶେଷ କରି ଗୋଟିଏ ମଶାଣିରେ ପହଞ୍ଚିଗଲା। ଜଗୁଆଳି ପୁଅ ତାର ପଛେ ପଛେ ଯାଉଥିଲା। ଏ ସ୍ତ୍ରୀ ଲୋକଟା ତାର ମନରେ ବି ଭୟ ନାହିଁ। ଏକା ଏକା ପୁଣି ଏପରି ଏକ ମଶାଣିକୁ ଆସିଛି କାହିଁକି? ଏପରି କଥା ଭାବୁ ଭାବୁ ଜଗୁଆଳି ପୁଅ ଦେଖିଲା ଯେ ଖଣ୍ଡେ ଦୂରରେ ଜଣେ ସନ୍ନ୍ୟାସୀ ମଶାଣିରେ ଆସନ କରି ବସିଥିଲେ। ସେ ଯେତେବେଳେ ଏହି ସ୍ତ୍ରୀକୁ ଦେଖିଲେ ସଙ୍ଗେ ସଙ୍ଗେ ଆସନ ଭାଙ୍ଗି ଦାନ୍ତ କଡ଼ମଡ଼ କରି ସ୍ତ୍ରୀ ପାଖକୁ ଧାଇଁ ଆସି କହିଲେ, ଆଲୋ ଦୁରାଚାରୀ, ଏତେବେଳେ ଯାଏ ତୁ କେଉଁଠି ଥିଲୁ? ମୁଁ ତୋତେ ଚାହିଁ ବସିଛି। ସ୍ତ୍ରୀ ଲୋକଟି ସନ୍ନ୍ୟାସୀର ନାଲି ଆଖିକୁ ପୁଣି ତାର ଯେଉଁ ରଡ଼ି ଦେଖି ଛାନିଆ ହୋଇଯାଇ କହିଲା, ମୋ ଉପରେ ତମେ ରାଗିଲେ ବା ମୁଁ କ'ଣ କରିଥାନ୍ତି? ମୁଁ ପରା କଥା ବଳଦ ପରି ଗୋଟାଏ ସ୍ୱାମୀ ଖୁଣ୍ଟରେ ବନ୍ଧା ହୋଇଛି। ବନ୍ଧନ ଖୋଲିବାର ସୁବିଧା ପାଇଲେ ସିନା ମୁଁ ସେ ବନ୍ଧନ ଖୋଲି ତୁମ ପାଖକୁ ପଳାଇ ଆସିବି। ଆଜି ଘରକୁ ମୋର ସ୍ୱାମୀ ଆସିଛନ୍ତି, ସେଥିଲାଗି ଘର କାମରେ ମୋର ଆଜି ଅଧିକ ସମୟ ଥିଲା। ଏତେ ବ୍ୟସ୍ତ ମଧ୍ୟରେ ସେଥିରୁ ସମୟ ବାହାର କରି ତ ମୁଁ ଆସିଲି। ଯାହା ହେଉ, ଆସିବି ଆସିବି ବୋଲି ମୁଁ ଯେଉଁ ବ୍ୟସ୍ତ ହେଉଥିଲି ସେ ବ୍ୟସ୍ତତା ଗଲା। ଏବେ ତମ ପାଖକୁ ଆସିଲି। ମୋର ତୁମକୁ ଅନୁରୋଧ ଯେ ଯାହା ତ ହେବାର ହୋଇଗଲାଣି, ତମେ ଏବେ ରାଗ ଶାନ୍ତ କର। ସନ୍ନ୍ୟାସୀ ଜଣଙ୍କର ଯାହା ରାଗ ଶାନ୍ତ ହୋଇଥାନ୍ତା, ସେ ଯେତେବେଳେ ତାର ସ୍ୱାମୀଙ୍କର ଆସିବା କଥା ଜାଣିଲା, ତାହା ଜାଣି ଆହୁରି ରାଗ ବଢ଼ିଗଲା। ସେ ଆଉ ଶାନ୍ତ ହେବ କ'ଣ, ବରଂ କ୍ରୋଧରେ ପାଚିଗଲା। ସନ୍ନ୍ୟାସୀ ଆଉ କ୍ରୋଧ ସମ୍ଭାଳି ନ ପାରି ସଙ୍ଗେ ସଙ୍ଗେ ଯାଇ ସେ ସ୍ତ୍ରୀ ଲୋକଟିର ନାକକୁ କାମୁଡ଼ି ଦେଇ ପୁଳାଏ ଉଠାଇ ନେଲା। ସେତେବେଳେ ସ୍ତ୍ରୀ ଲୋକଟି ନିଜର କଲା କର୍ମର ଫଳ ଭୋଗିଲା। ସେ ଖାଲି ଭୋ ଭୋ ହୋଇ ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଶ୍ମଶାନ ଛାଡ଼ି ସହର ଆଡ଼କୁ ଧାଇଁବାକୁ ଲାଗିଲା। ଜଗୁଆଳି ପୁଅ ଏକଥା ଜାଣି ସଙ୍ଗେ ସଙ୍ଗେ ତାର ତରବାରୀରେ ନୃଶଂସ ସନ୍ନ୍ୟାସୀର ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦେଲା। ଆଉ ତାକୁ ନେଇ ଗୋଟିଏ ବୁଦା ମୂଳେ ଲୁଚାଇ ଦେଇ ସେ ସ୍ଥାନ ପରିତ୍ୟାଗ କରି ଚାଲି ଆସିଲା। ରାତ୍ରିଟା ଅଧା ହୋଇଛି। ରାତି ପାହିବ କେତେବେଳେ
ତାହା କିନ୍ତୁ ଜଗୁଆଳି ପୁଅକୁ ଜଣା ନାହିଁ। ତେଣେ ସାରା ରାତି ରାଜା ପୁଅ ତ ବେଶ୍ୟା ଘରେ ଆନନ୍ଦରେ ଥିବ, ଆଉ ବଣିଆ ପୁଅ ତ ଶ୍ୱଶୁର ଘରେ ନିଜର ସ୍ତ୍ରୀକୁ ବହୁ ଦିନ ହେଲା ଦେଖି ନଥିଲା। ତାକୁ ଦେଖି ତ ସେ ଖୁବ୍ ମଜା କରୁଥିବ।